ଆମେ ଯୋଉ ଯାଇଥିଲୁ ଆଜି ଦର୍ଶନ କଲା ବେଳକୁ ଘୋଡେଇକି ରଖିଛନ୍ତି, ଖୋଲିଲେ ଯାଇକି 100 ଟଙ୍କା ପକେଇଲେ ସେ ଦର୍ଶନ ଦେବେ। ଆମେ ଠିଆ ହେଲୁ, କହିଲେ ଆମେ ପଇସା ଦେଲେ ଖାଲି ଦର୍ଶନ ହବ, କହିଲେ ହଁ ଦେଲେ ଖାଲି ହବ। ତ ଆମେ ସେମିତି ଦର୍ଶନ କରି ଆସିଲୁ। ଏମିତି ଲୋକମାନେ ଖୁସିରେ ଯାଇ ଦର୍ଶନ କରିକି ଆସନ୍ତୁ, ଇଏ କଣ ଗୋଟେ ଘୋଡେଇକି ରଖିବେ, ପଇସା ଦେଲେ ଖୋଲିବେ, ସେଇ ଜିନିଷଟା ହଉଛି ଅସୁବିଧା। ଓଡ଼ିଶା ସରକାର ବର୍ତ୍ତମାନ ନୀତି ନିୟମଟାକୁ ଠିକ୍ ଭାବେ ରଖୁନାହାନ୍ତି, ତେଣୁକରି ଲିଙ୍ଗରାଜଙ୍କ ନୀତି ନିୟମ ସଦାବେଳେ ଠିକ୍ ରହିବା ଦରକାର। ଏଇଟା ଏଣ୍ଡାମେଣ୍ଟର ଦାୟିତ୍ୱ, ସେ ସବୁ ସମୟ ଦେଖିବା ଦରକାର। ସକାଳୁ ରାତି ଶୋଇଲା ପର୍ଯ୍ୟନ୍ତ ଲିଙ୍ଗରାଜ ସବୁ ପ୍ରକାର ଜିନିଷ ସେ ତନଖି କରିବେ ଏବଂ ବୁଝିସୁଝି ଦାୟିତ୍ୱ ତାଙ୍କର, କିନ୍ତୁ ସେଗୁଡ଼ା ସେ ବୁଝୁନାହାନ୍ତି। ଏହା କିନ୍ତୁ ଠିକ୍ ହେଉନି, ଯେହେତୁ ଇଏ ହେଉଛି ଓଡ଼ିଶାର ଗୋଟେ ପ୍ରସିଦ୍ଧ ଶୈବପୀଠ, ଏହାର ରୀତିକାନ୍ତି ରହିବା ନିହାତି ଦରକାର। ଏବଂ ଯେହେତୁ ସମସ୍ତେ ଡିପେଣ୍ଡ କରୁ, ସାରା ଓଡ଼ିଶାର ଲୋକମାନେ ନୁହଁ, ସାରା ଭାରତର ଲୋକମାନେ ବି ଏଇଟା ଶୈବପୀଠ ଭାବେ ଏଠିକି ଆସନ୍ତି ଏବଂ ସମସ୍ତେ ଜାଣନ୍ତି। ତେଣୁ ଠାକୁରକୁ ଆମେ ନିଜେ ଜଣେ ଯେମିତି ବଞ୍ଚିଛେ, ଠାକୁର ପାଇଁ ମଧ୍ୟ ନୀତିକାନ୍ତି ନ ରହିଲେ ଏହା କିନ୍ତୁ ଅସୁବିଧା ହେଇପାରେ, ଆମ ଦେଶ ପ୍ରତି ଜାତି ପ୍ରତି ଆଉ ମଧ୍ୟ ବିପଦ ଆସିପାରେ। ଆମେ ଆମ ତରଫରୁ ନୁହେଁ, ସମ୍ପୂର୍ଣ୍ଣ ଓଡ଼ିଶାବାସୀଙ୍କ ତରଫରୁ ଆମେ ଅନୁରୋଧ କରୁଛୁ ଯେ ଟିକେ ମାନେ ଆମର ଓଡ଼ିଶା ସରକାର, ରାଜ୍ୟ ସରକାର ଟିକେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ ଏହାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ନିବେଦନ ରଖୁଛୁ। ଭଗବାନ ସୁପର ପାୱାର, ତାଙ୍କର କିଛି ଦୋଷ ନାହିଁ, ଯାହା ସବୁ ଆମ ମଣିଷମାନଙ୍କର ଦୋଷ ଅଛି, ପଣ୍ଡାମାନଙ୍କର ସବୁ ଦୋଷ, ଏ ଯେ ବି ଆମ ମଣିଷମାନଙ୍କର ସମସ୍ତଙ୍କର, କାରଣ ଭଗବାନଙ୍କର ଦୋଷ ତ ନାହିଁ, ଏଇଟା ମୁଁ କହିବି। ହଁ, ଟିକେ ଧ୍ୟାନ ଦେବା କଥା।